ଆରେ ମାଳତୀ ନାନୀ, ଏତେ ଦିନ ହେଲାଣି ତୁ କୋଉଠି ଥିଲି ବା? ତୋର ଦେଖା ଦର୍ଶନ ନଥିଲା। ଆରେ ଲତା, କହନା କହନା, କିଛି ଦିନ ହବ ମୋ ଦେହ ଏତେ ଖରାପ ହେଇଯାଇଥିଲା ଯେ ମୁଁ ଭୁବନେଶ୍ୱରରେ ମୋ ପୁଅ ବୋଉ ପାଖରେ ରହୁଥିଲି। କାଲି ବା ମତେ ଘରକୁ ନେଇକି ଆସିଲେ। ବୋଉ, ଆପଣ ଆଜି ମେଡିସିନ ଖାଇଛନ୍ତି? ନାଇଁ ବୋହୁ, ମୁଁ ଆଜି ମେଡିସିନ ଖାଇବା ପାଇଁ ଭୁଲି ଯାଇଛି। ମୁଁ ଦେଖୁଛି ଆପଣଙ୍କ ନିଜ ଦେହ ପ୍ରତି ଟିକେ ବି ଧ୍ୟାନ ନାହିଁ। ମୁଁ ନ ମନେ ପକେଇଥିଲେ ମେଡିସିନ ଖାଇବା ପାଇଁ ଭୁଲି ଯାଉଛନ୍ତି। ଟିକେ ରୁହନ୍ତୁ, ମୁଁ ମେଡିସିନ ଆଣୁଛି। ଆରେ ମାଳତୀ ନାନୀ, ଏ ତୋର ବୋହୁ ନା ଝିଅ ବା? ଶାଶୁ ବୋଲି ତ ତାର ଟିକେ ଖାତିରି ନାହିଁ, ଏମିତି ମୁହଁ ଝାଡିକି ପଳଉଛି। କାଇଁ, ସେ ଏମିତି କଣଟା କହିଲେ କି? ବୋହୁ ମାନଙ୍କୁ ମୁଣ୍ଡ ଉପରେ ବସାଇଲେ ଏମିତି ହୁଏ। ଯେତେ ଯେତେ ଆମ ବୋହୁ ସବୁ ପାଦ ତଳେ। ଦେଖ ଲତା, ତା ଜାଗାରେ ଯଦି ମୋ ଝିଅ ଥାନ୍ତା ବି ଏମିତି କହିଥାନ୍ତା। ମୁଁ ତାକୁ ମୋ ବୋହୁ ନୁହଁ, ମୋ ଝିଅ ଭଳି ଦେଖେ। ମୋ ଦେହ ପ୍ରତି ତାର ସେତିକି ଧ୍ୟାନ ଅଛି ବୋଲି ସେ ଏସବୁ କହିଲା। ତମେ ରଖୁଥିବ ତମ ବୋହୁ ମାନଙ୍କୁ ପାଦ ତଳେ, କିନ୍ତୁ ମୁଁ ରଖିବି ମୋ ବୋହୁକୁ ମୁଣ୍ଡ ଉପରେ।